ମାଙ୍କଡ଼ଟି ଭୋକିଲା ଥିଲା। ଆମ ଘର ସାମ୍ନା ଗୋଟେ ଯେଉଁ ଆମର ଯେଉଁ ଥଣ୍ଡା କୁରକୁରି ମିକ୍ସଚର ଫିକ୍ସଚର ବିକ୍ରି ହୁଏ ଦୋକାନ, ସେଠାରୁ ଗୋଟେ ପ୍ୟାକେଟ୍ଟେ ନେଇ ଆସିଛି। ତାକୁ ଚିରିଲା ନିଜେ ଚିରିକିରି ତା ଦେହରେ ମିକ୍ସଚର ଚୁଡ଼ା ଭଜା ବାଦାମ ଥିଲା, ତାକୁ ଗୋଟି ଗୋଟି କରି ଖାଉଛି। ଭୋକିଲା ହେଇକିରି ଥିଲେ ନା ପଶୁଜନ୍ତୁ, ବର୍ତ୍ତମାନ ଖରା ଯେଉଁ ଭଳିଆ ହେଉଛି ସେମାନେ ଖାଦ୍ୟ ପାଉନାହାନ୍ତି, ପାଣି ପାଉନାହାନ୍ତି। ତେଣୁକରି ଦୋକାନୀ ଭାଇ ମଧ୍ୟ ଛାଡ଼ିଦେଲେ ତାକୁ, ଯେ ନଉ ଗୋଟେ ଯିବ ଖାଉ। ଖାଦ୍ୟ ପାଣି ଏସବୁ ତାଙ୍କ ପାଇଁ ମହଜୁଦ ରହିବା ଦରକାର, କାରଣ ଏ ଯେଉଁ ଖରା ହେଉଛି ୟାକୁ ସହିବା କଷ୍ଟକର। ମଣିଷ ସହିପାରୁନାହାନ୍ତି, ତେଣୁ ଜୀବଜନ୍ତୁ ମଧ୍ୟ ସହିପାରୁନାହାନ୍ତି। ଆଉ ଗୋଟିଏ ମାଙ୍କଡ଼ ମଧ୍ୟ ଆସୁଛି। ଜରିରୁ ବାହାର କରି ସେ ଖାଉଛି। ଏପଟେ ଟୁଟୁ ଦାଦି ଆସୁଛନ୍ତି। କିଏ ଦୋକାନରୁ ନେଇ ଆସିଲା, ଦଣ୍ଡପାଣି ଘର ଦୋକାନରୁ। ହଁ ଖାଉ ପଶୁଜନ୍ତୁ ଆଉ। ନେଇଯିବ ତୋ ହାତରୁ ବି ପାଇଁ ନେଇଯିବ, ଖାଉ ତା ବାଡ଼ାନା ଖାଇଦେଉ। ସକାଳ ଖାଦ୍ୟ ହେଇଗଲା, କାହା ଦୋକାନରୁ ନେଇଯାଇଛି ଆଉ କାହା ଦୋକାନରୁ ନେଇଯାଇଛି। ସକାଳ ଖାଦ୍ୟ ହେଇଗଲା, ଗୋଟେ ପ୍ୟାକେଟ୍ ବଡ଼ ପ୍ୟାକେଟ୍ ମିକ୍ସଚର ଆଉ ମିକ୍ସଚର ଚୁଡ଼ା ଭଜା, ତା ଦେହରେ ଅଛି ସେଉ ଗାଣ୍ଠିଆ ଏବଂ ବାଦାମ। ଦେଖନ୍ତୁ ଗୋଟେ ମଣିଷ ଯେମିତି ଖାଆନ୍ତି ସେମିତି ଗୋଟେ ମଣିଷଙ୍କ ପରି ବସିକି ଖାଉଛି। ଆଉ ଆପଣମାନେ ଦେଖିପାରୁଥିବେ ଗୋଟେ ପଶୁ ଜନ୍ତୁ ହେଲେ ବି ତାଙ୍କର ଗୋଟେ ଭୋକ ଅଛି। ଭୋକ ମେଣ୍ଟାଇବା ପାଇଁ ତାଙ୍କର କିଛି ଖାଦ୍ୟ ନ ମିଳିବାରୁ ଏକ ଦୋକାନରୁ ସେ କିଛି ମିକ୍ସଚର ନେଇ ଆସି ଏକ ଗଛ ଛାଇ ପାଖେ ବସି ଖାଉଛି। ଭୋକ ଟୁଟୁ ଦାଦି ପନିକି ଆଣୁଛନ୍ତି ଏବଂ ସଫାସଫି ହେବ। ସେ ଜଣେ ଆଧ୍ୟାତ୍ମିକ ବାବା କୋରଟନାଥ, କୋରଟିଆ ବାବା। ଇଏ ବୁଧ ବାବୁ, ସେ ବି ମଧ୍ୟ ଛାଇରେ ରହୁଛନ୍ତି। ଏଭଳି ବର୍ତ୍ତମାନ 41-42 ଡିଗ୍ରୀ ଖରା ସହି ନପାରି ସେ ଛାଇରେ ଠିଆ ହେଇଛନ୍ତି। ଜୟ ଜଗନ୍ନାଥ।